ଗୋଟେ ଝିଅ ଯିଏ ନାରୀ, ସ୍ତ୍ରୀ ଓ ଶେଷରେ ଘରଣୀ ହେଲା। ପ୍ରତ୍ୟେକ ଝିଅ ଜନ୍ମ ନେଇଥାଏ ଗୋଟେ ସ୍ୱପ୍ନ ସହ, କିନ୍ତୁ ସେ ସ୍ୱପ୍ନ କେବେ ତାର ହୋଇ ରହେ କି? ଆଜି ମୁଁ କହିବି ଗୋଟେ ଝିଅର କାହାଣୀ, ଯିଏ ଧୀରେ ଧୀରେ ନାରୀ ହେଲା, ପରେ ସ୍ତ୍ରୀ ହେଲା ଓ ଶେଷରେ ଘରଣୀ ହେଲା। ସେ ଥିଲା ଗୋଟେ ଛୋଟ ଝିଅ, ତାର ନାମ ଥିଲା ଅନାମିକା। ଅନାମିକା ଛୋଟବେଳୁ ବହୁତ ଖୁସି ଥିଲା। ସ୍କୁଲ ଯିବା, ସାଙ୍ଗମାନଙ୍କ ସହ ଖେଳିବା। ସେ ସବୁବେଳେ କହୁଥିଲା, ମୁଁ ବଡ଼ ହୋଇ ଡାକ୍ତର ହେବି। କିନ୍ତୁ ଘରେ କହୁଥିଲେ, ଝିଅମାନେ ଏତେ ବଡ଼ ସ୍ୱପ୍ନ ଦେଖନ୍ତି ନାହିଁ, ଘର କାମ ଶିଖ। ଧୀରେ ଧୀରେ ତାର ସ୍ୱପ୍ନ ଖାତାର ପୃଷ୍ଠା ମଧ୍ୟରେ ଅଟକିଗଲା। ରାତିରେ ସେ ଚୁପଚାପ କାନ୍ଦୁଥିଲା, କିନ୍ତୁ ସକାଳେ ପୁଣି ହସୁଥିଲା। ସମୟ ବଢିଲା, ଅନାମିକା ବଡ଼ ହେଲା। ତାର ଆଖିରେ ବହୁତ ସ୍ୱପ୍ନ ଥିଲା, କିନ୍ତୁ ମୁହଁ ପୁରା ଚୁପ୍ ଥିଲା। କଲେଜ ଯିବାର ସୁଯୋଗ ମିଳିଲା, କିନ୍ତୁ ନିୟମ ଥିଲା ସିଧା ଯା, ସିଧା ଆ, ବେଶୀ କଥା ନାହିଁ। ସେ ବୁଝିଗଲା ମୋ ଝିଅ, ତେଣୁ ମୋ ପାଇଁ ନିୟମ ଅଲଗା। ସେ ନିଜକୁ ବଦଳାଇ ଦେଲା, ହସ, ପୋଷାକ, କଥା ସବୁଥିରେ। ସେ ନିଜ ଆଇଡେଣ୍ଟିଟି ଖୋଜୁଥିଲା, କିନ୍ତୁ ସମାଜ ତାକୁ ସେଇ ସୁଯୋଗ ଦେଲା ନାହିଁ। କିଛି ଦିନ ପରେ ତାର ବିବାହ ହେଲା। ଅନାମିକା ଏବେ କାହାର ସ୍ତ୍ରୀ। ନୂଆ ଘର, ନୂଆ ଲୋକ, ନୂଆ ଦାୟିତ୍ୱ। ଶାଶୁ କହିଲେ, ସକାଳୁ ଉଠିବୁ, ରାନ୍ଧିବୁ, ସବୁ କାମ କରିବୁ। ସେ ଚେଷ୍ଟା କଲା ପରଫେକ୍ଟ ହବାକୁ। ସ୍ୱାମୀ କହିଲେ, ମୁଁ ବାହାରେ କାମ କରୁଛି, ତୁମେ ଘର ସମ୍ଭାଳ। ସେ ତାର ଥକା, କଷ୍ଟ ସବୁ ଲୁଚେଇ ରଖିଦେଲା। ସେ ଭାବିଲା, ଏଇ ହେଲା ମୋ ଜୀବନ। କିନ୍ତୁ ସେ ଧୀରେ ଧୀରେ ନିଜକୁ ହରାଉଥିଲା। ସମୟ ବିତିଗଲା। ସେ ମା ହେଲା। ସକାଳ 5ଟାରୁ ଉଠିବା, ରାନ୍ଧଣା, ପିଲା, ଘର କାମ। କେହି ପଚାରନ୍ତି ନାହିଁ, ତୁମେ ଥକିଗଲ କି? ସେ ହସି ହସି କହେ, ମୁଁ ଭଲ ଅଛି। କିନ୍ତୁ ସେଇ ହସ ପଛରେ ଲୁଚିଥାଏ ଅନେକ ଅଧୁରା ସ୍ୱପ୍ନ। ଗୋଟେ ଦିନ ସେ ପୁରୁଣା ଡାଏରୀ ଖୋଲିଲା। ପ୍ରଥମ ପୃଷ୍ଠାରେ ଲେଖା ଥିଲା, ମୁଁ ଡାକ୍ତର ହେବି। ସେ ହସିଦେଲା, ଆଖିରୁ ପାଣି ଝରିଗଲା। ସେ କହିଲା, ମୁଁ ସବୁ ହେଲି, କିନ୍ତୁ ମୋ ନିଜକୁ ଖୋଜି ପାରିଲି ନାହିଁ। ପ୍ରତ୍ୟେକ ଘରଣୀ ଭିତରେ ଗୋଟେ ଝିଅ ଆଜି ମଧ୍ୟ ବଞ୍ଚି ଅଛି। ସେ ସ୍ୱପ୍ନ ଦେଖିବା ବନ୍ଦ କରିନାହିଁ, ସେ ମାତ୍ର ନିଜକୁ ଭୁଲି ଯାଇଛି। ଘରେ ଯଦି ଗୋଟେ ନାରୀ ଅଛି, ତାକୁ ସମ୍ମାନ କରନ୍ତୁ, କାରଣ ସେ କେବଳ ଘରଣୀ ନୁହେଁ, ସେ ଗୋଟେ ଅଧୁରା ସ୍ୱପ୍ନର କାହାଣୀ। ଝିଅରୁ ନାରୀ, ନାରୀରୁ ସ୍ତ୍ରୀ, ସ୍ତ୍ରୀରୁ ଘରଣୀ। ଏ ଜର୍ଣ୍ଣିରେ ସବୁଠୁ ବେଶୀ ହାରି ଯାଇଥାଏ ସେ ନିଜେ।